ବାଲ୍ୟ ବିଧବା। ସବୁ ବାପା ମା ଥରେ ଏ ଭିଡ଼ିଓଟି ଶେଷ ଯାଏ ଦେଖନ୍ତୁ। ତାର ପୁଣି ମନ କ'ଣ, ସଉକ କ'ଣ? ଯାହା ଦେଲେ ଖାଇବ, ଯାହା ଦେଲେ ପିନ୍ଧିବ। ପିଉସୀ ନାନୀର ଘଡ଼ଘଡ଼ିଆ ରଡ଼ି ଶୁଣି ସୁରଭି ଦୁଇ ପାଦ ପଛକୁ ଘୁଞ୍ଚିଗଲା। ତା ହାତରୁ ଶାଢ଼ୀ ଦୁଇ ଖଣ୍ଡ ତଳେ ପଡ଼ିଗଲା। ପିଉସୀ ନାନୀ ଲୁଗା ନେଇ କହିଲା, ସେ କୋଉ ବାହାଘରରେ ବରଯାତ୍ରୀ ଯିବ ଯେ ଏତେ ପସନ୍ଦ ଅପସନ୍ଦ ନୂଆ ପୁରୁଣା ବାଛିବ? ମା ଆଖିରେ ପଣତ ଚାପି ଚାଲିଗଲେ। ସୁରଭି ବାଡ଼ି ଦୁଆର ପାଖ ତା ଅନ୍ଧାରୁଆ ରୁମ୍ଟିକୁ ଯାଇ ଖଟ ଉପରେ ଶୋଇ କାନ୍ଦିବାକୁ ଲାଗିଲା। କାଲି ସାନ ଭଉଣୀ ପଲ୍ଲବୀର ବାହାଘର। କୁଣିଆ ମୈତ୍ର ସବୁ ଘରେ ପୂରିଛନ୍ତି। ତେଣୁ ତାକୁ ଏଇ ବାଡ଼ି ରୁମ୍କୁ ନିର୍ବାସନ ଦଣ୍ଡ ମିଳିଛି। ବାହାଘରରେ ତାର ଛାଇ ପଡ଼ିଲେ ପରା ଅମଙ୍ଗଳ ହେବ। ତେଣୁ ସେ କିଛି ଦେଖିବନି, ଚାହିଁବନି। ଘରେ ଚଳପ୍ରଚଳ ହେଲେ ତା ଛାଇ ପଡ଼ିବ। ସେଥିପାଇଁ ଦିନ କେତେ ହେଲାଣି ପିଉସୀ ନାନୀର କଡ଼ା ହୁକୁମରେ ତାକୁ ଏଇ ବାଡ଼ି ରୁମ୍ଟି ମିଳିଛି। ଯେଉଁ ସ୍ଥାନକୁ ମୁହଁ ଅନ୍ଧାରରେ ସେ ଯାଉନଥିଲା, ଆଜି ସେଇ ସ୍ଥାନ ତାର ବାସସ୍ଥାନ ହେଇଛି। ଖାଇବା ବି ଅଲଗା। ଭୋଜି ଗହଳିରେ ସବୁ ଗୋଳେଇ ହେଇଯିବ ବୋଲି ନାନୀ ଛୋଟିଆ ଚୁଲାଟେ ଆଉ ହାଣ୍ଡି କଡ଼େଇ ଦୁଇଟା ଅଲଗାରେ କାଢ଼ି ଦେଇଛି। ଚାଉଳ, ଡାଲି, 2 ଡବା ତେଲ, ଲୁଣ, ହଳଦୀ, 5 ଫୁଟଣ ଆଉ ଆଳୁ, ସାରୁ, କଞ୍ଚା କଦଳୀ, ବାଇଗଣ, କଖାରୁ କରି ପରିବା ପୁଞ୍ଜିଏ। ଏତିକି ତ ତାର ଖାଦ୍ୟ। ସବୁ ସେଇ ରୁମ୍ରେ ରଖିଦେଇଛି। ଆଉ ଅଧିକ କ'ଣ ଦରକାର? ସେ କାହିଁକି ଯିବ ଘର ଭିତରକୁ? ରାତିରେ ରୁଟି 4 ପଟ ମା ଆଣି ଦେଇଯାଏ। 2 ପଟ ରାତିରେ ଖାଇ 2 ପଟ ସକାଳ ଜଳଖିଆକୁ ରଖି ଦେଇଥାଏ। ତା ବି ଲୁଚାଇ ଖାଇବାକୁ ହୁଏ। ନାନୀ ଆଖିରେ ପଡ଼ିଲେ ରକ୍ଷା ନାହିଁ। ଶୀତ କାକରରେ ସକାଳୁ ଚାହା ଟୋପେକୁ ମନଟା ଡାକିବ ବୋଲି ସାନ ଭଉଣୀ ପଲ୍ଲବୀ ସମସ୍ତଙ୍କ ଆଢ଼ୁଆଳିରେ ଚା'ପତି, ଚିନି ଆଉ ଅମୁଲ ପୁଡ଼ାଟେ ଲୁଚାଇ ତା ଲୁଗା ବାକ୍ସରେ ରଖିଦେଇଛି। ବଡ଼ି ଭୋରୁ ଉଠି କୂଅରୁ ପାଣି 2 ବାଲ୍ଟି ପକାଇ ଲୁଗା ଚିପୁଡ଼ି ଆସି ଚା' ଟିକକ କରି ରଖିଦିଏ। ନାନୀ ଉଠିଲା ଆଗରୁ ତୁଳସୀରେ ପାଣି ଦେଇ ସେତକରେ ରାତି ରୁଟି 2ଟା ଲଗେଇ ଖାଇଦିଏ। ଯେଉଁଦିନ ନାନୀ ସକାଳୁ ଜଲ୍ଦି ଉଠି ପଡ଼ିଲା, ଚା' ହେଇପାରେନି। ଖାଲି ରୁଟିକୁ ଖାଇ ପାଣି ପିଇଦିଏ। ବେଳେ ବେଳେ ତାକୁ ମନେ ହୁଏ, କାହିଁକି ବଞ୍ଚିଛି ସେ? ଏମିତି ବଞ୍ଚିବାର ମାନେ କ'ଣ ଅଛି? କେଉଁ ଅପରାଧରେ ଏଇ ଦଣ୍ଡ ତାକୁ ମିଳୁଛି? କ'ଣ ଦୋଷ ତାର? ସେ କ'ଣ ନୀହାରକୁ ମାରିଛି? ସେ କାହିଁକି ସବୁ ଦଣ୍ଡ ସହିବ? ତାର କ'ଣ ମନ ନାହିଁ? ଅଦ୍ଭୁତ ଏଇ ସମାଜର ନିୟମ। ଏଠି ସ୍ତ୍ରୀଟିଏ ସ୍ୱାମୀକୁ ହରାଇଲେ ତା ପାଇଁ ରୀତିନୀତିର ଲମ୍ବା ତାଲିକା ତଥାକଥିତ ଧର୍ମର ରକ୍ଷକମାନେ ଧରାଇ ଦିଅନ୍ତି। ପତି ହରାଇବା ଦୁଃଖ ସହିତ ଏହି କଷଣ ମିଶି ତା ଜୀବନଟି ନର୍କଠାରୁ ବି ଦୁଃଖଦ ହେଇଯାଏ। କିନ୍ତୁ ପୁରୁଷଟିଏ ଯଦି ପତ୍ନୀକୁ ହରାଇଲା, ତା ପାଇଁ କିଛି ନିୟମ ଅଛି? ସେ ତ ପୁଣି ସ୍ୱାଭାବିକ ଜୀବନ ବିତାଉଛି। କାହିଁକି ବଞ୍ଚିଥିବା ମଣିଷଟିକୁ ମୃତ୍ୟୁକୁ ଆଦରି ନେବାକୁ ବାଧ୍ୟ କରାଯାଏ? ଏହାଠାରୁ ପୂରା କାଳରେ ସ୍ୱାମୀର ମୃତ୍ୟୁରେ ସତୀ ହେଉଥିବା ସ୍ତ୍ରୀମାନେ ବରଂ ଭଲ ଥିଲେ। ଏଇ ରୀତିନୀତିରୁ ରକ୍ଷା ପାଇ ଯାଉଥିଲେ। ଏଠି ତ ଗୋଟିଏ ଥରରେ ନ ମାରି ନୀତି ନିୟମ ଆଢ଼ୁଆଳରେ ତିଳ ତିଳ କରି ମରିବାକୁ ଛାଡ଼ି ଦିଆଯାଏ। ଦୀର୍ଘଶ୍ୱାସଟିଏ ଛାଡ଼ି ଛାତି ଥରାଇ ବାହାରକୁ ଚାଲିଗଲା ସୁରଭିର। ବାପା ମାଙ୍କର ବଡ଼ ଝିଅ ସୁରଭି ତଳେ ଭଉଣୀ ପଲ୍ଲବୀ ଆଉ ଭାଇ ମଲ୍ହାର। କେତେ ଖୁସିର ଦିନ ସବୁ ଥିଲା। ମୁକ୍ତ ଆକାଶର ପକ୍ଷୀଟିଏ ପରି ପକ୍ଷ ମେଲାଇ ଉଡ଼ି ବୁଲୁଥିଲା ସେ। କିନ୍ତୁ ସେଇ ପକ୍ଷ ଛେଦନ କରି ତା ଜୀବନକୁ ଅନ୍ଧାର କୋଠରୀରେ ବନ୍ଦ କରି ଦିଆଯିବ, ସେ କ'ଣ ଜାଣିଥିଲା? କଲେଜରେ ପଢ଼ୁଥାଏ ସେ। ପାଠ ଛଡ଼ା କ'ଣ ଜାଣିଥିଲା ସେ? ଅଚାନକ ଦିନ ସେ କଲେଜରୁ ଫେରି ଶୁଣିଲା, ତାକୁ କିଏ ଦେଖିବାକୁ ଆସିବେ। ଦେଖିବେ କ'ଣ? କାହିଁକି ଦେଖିବେ? ସେ କ'ଣ ସର୍କସ କରୁଛି ଯେ ଦେଖିବାକୁ ଆସିବେ? ନା ନା, ପ୍ରଶ୍ନ ଉଠୁଥାଏ ମନରେ। ମା'କୁ ପଚାରିବାକୁ ଚାହିଁ ବି ପାଉନଥାଏ। ଘରକୁ ଲୋକ ଆସିବେ, ମା'କୁ ଟିକିଏ ବି ସମୟ ନଥାଏ କଥା ହେବାକୁ। ଶେଷକୁ ହାରିଯାଇ ଭାବିଲା, ହଉ ଆସନ୍ତୁ, କ'ଣ ଦେଖିବେ? କାହିଁକି ଦେଖିବାକୁ ଆସିବେ? ବଳେ ଜଣାପଡ଼ିବନି।
ମା ଆସି ସୁନ୍ଦର ଶାଢ଼ୀଟିଏ ତାକୁ ମାନିବା ପରି କିଛି ଗହଣା ରଖିଦେଇ କହିଲା, ମାରେ ଏଇଟି ପିନ୍ଧି ପ୍ରସ୍ତୁତ ହୋଇଯା, ସେମାନେ ଆସୁଥିବେ। ଭଲ କରି ମୁଣ୍ଡ ବାନ୍ଧି କ୍ରିମ୍ ପାଉଡ଼ର ଲଗାଇ ଦେବୁ। ମୁଁ ଡାକିଲେ ସେଠିକି ଯିବୁ। ଆଉ ସମସ୍ତଙ୍କୁ ପ୍ରଣାମ କରି ସେମାନେ ଯାହା ପଚାରିବେ କହିବୁ। ହଁ ଶୁଣ, ଧୀର ସ୍ୱରରେ କହିବୁ, ବେଶୀ ଉଚ୍ଚ ସ୍ୱରରେ କହିବୁନି। ହେଁ ହେଁ ହସିବୁନି। ଆଉ ମୁଣ୍ଡ ତଳକୁ କରି ବସିବୁ। ସେମାନେ ପୁଣି କ'ଣ ପଚାରିବେ? କିନ୍ତୁ କ'ଣ ପଚାରିବେ ମୋତେ ଆସିବ ତ? ତା ପ୍ରଶ୍ନ ଶୁଣି ମା ହସି ତା ମୁଣ୍ଡରେ ହାତ ବୁଲାଇ ତରତରରେ ଚାଲିଗଲା। କାହିଁକି କେଜାଣି ଛାତିଟା ତାର ଅକାରଣରେ ଧଡ଼ ଧଡ଼ ହେବାକୁ ଲାଗିଲା। ସ୍ୱଳ୍ପ ଆଭୂଷଣ ଆଉ ସୁନ୍ଦର ଗୋଲାପୀ ଶାଢ଼ୀରେ ସୁରଭି ସଦ୍ୟ ପ୍ରସ୍ଫୁଟିତ ପଦ୍ମ ଫୁଲଟିଏ ପରି ଲାଗୁଥାଏ। ଉଜ୍ଜଳ ରଙ୍ଗକୁ ପ୍ରସାଧନର ସ୍ପର୍ଶ ତା ଚେହେରାକୁ ମନଲୋଭା କରିଥାଏ। ସେ କ'ଣ ଏତେ ସୁନ୍ଦର? ସେ ନିଜକୁ ନିଜେ ପ୍ରଶ୍ନ କରି ଟିକିଏ ଲାଜେଇ ଗଲା। ମା ମଧ୍ୟ କ'ଣ କହିବାକୁ ଆସି ତାକୁ ଦେଖି ଘଡ଼ିଏ ଚାହିଁ ରହି ନଜର ପଡ଼ିଯିବ ଭାବି କଳା ଟୋପାଟିଏ ଛୁଆଇଁ ଦେଲେ। ଆଉ ପଲ୍ଲବୀ, ସେ ତ ତା ଦିଦିର ରୂପ ଦେଖି ଏକ ଲୟରେ ଚାହିଁ ରହିଥାଏ। ବୈଠକରୁ ଡାକର ଆସିଲା। ସେ ଚାହା ଜଳଖିଆ ନେଇ ସେ ଆଡ଼କୁ ପାଦ ବଢ଼ାଇଲା। ହାତ ଗୋଡ଼ ଠକ୍ ଠକ୍ ଥରୁଥାଏ। ହାତ ଥରାରେ କପ୍ ଗ୍ଲାସ୍ ସବୁ ତାଳ ଦେଇ ନୃତ୍ୟ କରୁଥାନ୍ତି। ଧୀରେ ଧୀରେ ସେ ବୈଠକର ଯେତେ ପାଖକୁ ଯାଉଥାଏ, ହୃଦୟର ଗତି ସେତିକି ଦ୍ରୁତ ହେଉଥାଏ। କେମିତି ସେ ସେଠାକୁ ଗଲା, ସମସ୍ତଙ୍କୁ ଚା ଜଳଖିଆ ଦେଇ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇ ପୁଣି ରୁମ୍କୁ ଫେରିଲା, କିଛି ତାର ମନେ ନଥାଏ, କେବଳ ଗୋଟିଏ ପ୍ରଶ୍ନକୁ ଛାଡ଼ି। ସମସ୍ତେ ଚା ଜଳଖିଆରେ ବ୍ୟସ୍ତ ରହି ନିଜ ନିଜ ମଧ୍ୟରେ କଥା ହେଲାବେଳେ ସୁରଭି ମୁଣ୍ଡ ତଳକୁ କରି ବସି ବସି ବେକର ଶିର ଟାଣି ହେଇ କଟକଟ କଲାଣି। ଧୀରେ ମୁଣ୍ଡକୁ ଟିକେ ଉଠାଇ ସିଧା କରି କିଏ ଦେଖୁଛନ୍ତି କି ଭାବି ଦ୍ରୁତ ଦୃଷ୍ଟି ସବୁଆଡ଼େ ବୁଲାଇ ନେଲା ବେଳକୁ ଯେଉଁଠି ଚାରିଆଖି ଏକ ହେଇଗଲା, ସେ ଲାଜୁଆ ଚାହାଣି ଚାହିଁ ତଳକୁ ମୁଣ୍ଡ ପୋତିବା ଆଗରୁ ଛୋଟିଆ ପ୍ରଶ୍ନଟିଏ ଧୀର ସ୍ୱରରେ ଆସିଲା, ଆଗକୁ କେଉଁ ବିଷୟ ନେବାକୁ ଆଗ୍ରହୀ? ସେ ଟିକେ ଥରି ଉଠି ମନେ ପକେଇବାକୁ ଚେଷ୍ଟା କଲା। କେଉଁ ବିଷୟ ନେବ ତାକୁ ବ୍ୟସ୍ତତାରେ କିଛି ମନେ ପଡ଼ୁନି। ପ୍ରଶ୍ନକର୍ତ୍ତା ଭାବିବେ ଅଭଦ୍ର ଝିଅଟା, ପ୍ରଶ୍ନର ଉତ୍ତର ବି ଦେଉନି। କିନ୍ତୁ କ'ଣ କରିବ? ହଠାତ୍ ମନକୁ କିଛି ଆସିଲା। ସେ ତରବରରେ ଇକୋନୋମିକ୍ସ କହିଦେଲା। ପରେ ରୁମ୍କୁ ଆସି ତାକୁ ନିଜ ମୂର୍ଖାମି ପାଇଁ ବହୁତ ହସ ଲାଗିଲା। ଯେଉଁ ବିଷୟରେ ସେ ସବୁଠାରୁ ଦୁର୍ବଳ, ସେଇ ନାଁ ସେ କହିଦେଇଛି। ସେତିକି ଦେଖା ଆଉ କଥାରେ ତା ବାହାଘର ନୀହାର ସହିତ ହେଇଗଲା। ଗାଁ ହେଲେ ବି ବାପା ତା ବାହାଘରରେ ଜାକଜକମରେ ଅଭାବ ରଖିନଥିଲେ। ଆଜି ଯେମିତି ପଲ୍ଲବୀ ବାହାଘରର ଆୟୋଜନ ଚାଲିଛି। କ'ଣ ଚାଲିଛି ସେ କେଉଁଠୁ ଦେଖିଲା ନା ଜାଣିଲା? ଯେଉଁଦିନ ବାହାଘରର ମଙ୍ଗନ କାର୍ଯ୍ୟ ଆରମ୍ଭ ହେଲା, ପିଉସୀ ନାନୀ ଆଦେଶରେ ତାକୁ ଏ ନିର୍ବାସନ ଦଣ୍ଡ ମିଳିଛି। ବିଧବା ଲୋକର ଛାଇ ପଡ଼ିଲେ କୁଆଡ଼େ ଅମଙ୍ଗଳ ହେବ। ସେମାନେ କ'ଣ ମଣିଷ ନୁହନ୍ତି? ତାଙ୍କ ଭାଗ୍ୟ ପୋଡ଼ିଗଲା ବୋଲି ସେମାନଙ୍କ ଛାଇରେ ବି ଅନ୍ୟର ଦୁର୍ଭାଗ୍ୟ ଆସିବ। ସମାଜର ଏଇ ଜଟିଳ ତତ୍ତ୍ୱ ସେ ବୁଝିପାରେନା। ଆଜି ପଲ୍ଲବୀର ବାହାଘରରେ ତାକୁ ଖୁସି ହେବାକୁ ବି ଅନୁମତି ନାହିଁ। ଆଉ ନିଜ ବାହାଘରରେ ସେ କ'ଣ ଖୁସି ଥିଲା ନା ଦୁଃଖୀ କେଜାଣି କିଛି ଭାବନା ତା ମନକୁ ଆସୁନଥିଲା। ଭାବନା ଶୂନ୍ୟ ହୃଦୟରେ ସେ କଣ୍ଢେଇ ନାଚରେ କାଠ କଣ୍ଢେଇ ପରି ଅନ୍ୟମାନଙ୍କ ବୋଲରେ ସବୁ କରି ଯାଉଥିଲା। କିନ୍ତୁ କାହିଁକି କେଜାଣି ସେ ନିର୍ଲିପ୍ତ ହୋଇଯାଇଥିଲା। ଅଚାନକ ଘର ଛାଡ଼ି ଯିବାକୁ ପଡ଼ୁଛି ଭାବି ନା ଆଗତ ଭବିଷ୍ୟତ ସହିତ କେମିତି ଖାପ ଖୁଆଇ ଚଳିବ, ସେଇ ଭାବନାରେ ଜଣା ନାହିଁ। ସେଇ ଦ୍ୱନ୍ଦ୍ୱ ନେଇ ବାହା ହେଇ ଶାଶୁଘରକୁ ଚାଲି ଯାଇଥିଲା। ସେଠି ନୀହାରକୁ ଜାଣିଥିଲା। ନିହାତି ସାଦାସିଧା ସରଳ ମଣିଷଟିଏ ନୀହାର। ତା ପାଇଁ ମା ଯେତିକି ଥିଲା, ସୁରଭି ବି ସେତିକି ଥିଲା। ତାକୁ ସେ ଭଲ କରି ଜାଣିଲା ବି କୁଆଡ଼ୁ? ବାହାଘର ଘୋ ସରୁ ସରୁ ସେ ଚାଲିଗଲା ତା କର୍ମସ୍ଥଳୀ ସେଇ ମାଲକାନଗିରିର କେଉଁ ଅଜଣା ଗାଁକୁ। ସେଠି ସିଏ ଜଳ ବିଭାଜନ କେନ୍ଦ୍ରରେ ଚାକିରି କରୁଥିଲା।
ଗାଁ ଗୋହିରୀ ଜାଗା, ସେଥିରେ ନକ୍ସଲ ଭୟ ସୁରଭିକୁ ନେଲାନି। କହିଯାଇଥିଲା ବଦଳି ପାଇଁ ବଡ଼ ଅଫିସରକୁ କହିଛି ପାଖକୁ ପଳାଇ ଆସିବି। କେବେ ଦୋଳକୁ 2 ଦିନ ପାଇଁ ଆସେ, କେବେ ଦଶହରାକୁ ଆସେ, କିନ୍ତୁ ବଦଳି ହୁଏନି। ଏମିତିରେ 2 ବର୍ଷ ବିତିଗଲା। ସୁରଭି ଗାଁରେ ରହି ରହି ବିରକ୍ତି ହେଲାଣି। ଏତେ ବଡ଼ ଘର, ଏତେ କୁଟୁମ୍ବ, ସେ ଅଣନିଶ୍ୱାସୀ ହେଇଯାଏ। ବାପା ମା ବି ବ୍ୟସ୍ତ ହୁଅନ୍ତି। ଝିଅ ଜ୍ୱାଇଁ ପାଖରେ ନ ରହି ଶାଶୁ ଘରେ ରହୁଛି। ଶାଶୁ ଶ୍ୱଶୁର ବ୍ୟସ୍ତ। 2 ବର୍ଷ ହେଲାଣି କୋଳରେ ଛୁଆଟିଏ ନାହିଁ। ଏଟା କେମିତି ଘର ସଂସାର? ଶେଷକୁ ନିହାରୀ ବଦଳ ପାଖ ସହରକୁ ହେଇଗଲା। ଏଥର ସୁରଭି ସ୍ୱପ୍ନ ଦେଖିଲା ତାର ଛୋଟିଆ ପରିବାରର, କିନ୍ତୁ ତା ସ୍ୱପ୍ନକୁ ଚୁରମାର କରି ନିହାର ଆସିଲା କାଠ ବାକ୍ସରେ। ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଲା। ସୁରଭି ସବୁ ଶୁଣି ପଥର ହେଇଗଲା। ସେ କ'ଣ ଏମିତି ସ୍ୱପ୍ନ ଦେଖିଥିଲା? ମଣିଷଟି ଏମିତି ହୁଟ୍ କରି ତା ଜୀବନରୁ ଚାଲିଯିବ, ତା ଜୀବନର ସମସ୍ତ ରଙ୍ଗ ନେଇ ସେ ଭାବି ନଥିଲା। ନିହାର ଚାଲିଯିବା ପରେ ନିଜ ରଙ୍ଗହୀନ ଜୀବନର ବୋଝ ବୋହି ନୟାନ୍ତ ହେଉଥିବା ସୁରଭିକୁ ନିଜ ରଙ୍ଗ ରୂପର ବୋଝ ଅଧିକ ହେଲା। ଯୌଥ ପରିବାରରେ କାକା ଦାଦାଙ୍କ ପୁଅମାନଙ୍କର ଆଖି ଅଯଥା ତା ଶରୀର ଉପରେ ବୁଲୁଥିବାର ଅନୁଭବ ତାକୁ ଅସହ୍ୟ ହେଲା। ରାତ୍ରିର ସୁଯୋଗ ନେଇ ଅନେକ ପଦଧ୍ୱନି ତା ବନ୍ଦ କବାଟ ପାଖରେ ସ୍ଥିର ହେଇଯାଇ କବାଟ ଉପରେ ବଳ ପ୍ରୟୋଗ କରିବାର ଦେଖି ଭୟରେ ଜଡ଼ସଡ଼ ହେଇ ବିନିଦ୍ର ରାତି କାଟିବାକୁ ବାଧ୍ୟ ହୁଏ ସେ। ଦେଖୁ ଦେଖୁ ବର୍ଷେ ପୂରିଗଲା ନିହାର ଯିବାର। ଶ୍ରାଦ୍ଧବାର୍ଷିକକୁ ବାପା ଆସିଥିଲେ। ତାଙ୍କୁ ଶାଶୁ ଶ୍ୱଶୁର ଦୁହେଁ କହିଲେ, ପୁଅ ଚାଲିଗଲା, ଆଉ ଏଇ ଭୋଗହାଣ୍ଡିକୁ ଆମ ଦାୟିତ୍ୱରେ ଦେଇଗଲା। କିଏ କାଳେ ଅଇଁଠା କରିଦେବ। ଏଇ ବୟସରେ ତାକୁ କେମିତି ଜଗିବୁ? ତୁମେ ବରଂ ତାକୁ ନେଇଯାଅ। ବାପା ବି ସେଇଆ ଚାହୁଁଥିଲେ। ନିଜ ଅତି ପ୍ରିୟ ଦୁହିତାକୁ ସେଇ ବହୁ କୁଟୁମ୍ବୀ ଘରେ ତିଳ ତିଳ କରି ମରିବାକୁ ଛାଡ଼ି ଆସିବାକୁ ଚାହୁଁନଥିଲେ। ତେଣୁ ଖୁସିରେ ତାକୁ ନେଇ ଆସିଲେ। ସୁରଭି କ'ଣ ଖୁସି ହେଇ ନଥିଲା? ସେ ଭାବୁଥିଲା ଘରକୁ ଆସିଲା ପରେ ସେ ପୂର୍ବବତ୍ ସ୍ୱାଧୀନ ଭାବରେ ରହିବ। ଅଧାଗଢ଼ା ତା ଜୀବନକୁ ପୂର୍ଣ୍ଣାଙ୍ଗ କରିବ। କିନ୍ତୁ ସେଇ ସମାଜ ଯେ ଜଣେ ନାରୀକୁ ଜୀବନର ପ୍ରତିଟି ପାହାଚରେ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ କରେ, ସେ କ'ଣ ତା'ପରେ ଜଣେ ରଙ୍ଗହୀନକୁ ଜୀବନର ରଙ୍ଗ ସହିତ ଖେଳିବାକୁ ଛାଡ଼ିଦେବ? ତା ଜୀବନ କ'ଣ ଏଇମିତି ଅନ୍ଧାର କୋଠରୀରେ ବନ୍ଦୀ ହୋଇ କଟିଯିବ? ସୁଖର ଆନନ୍ଦର ଆଲୋକ ତା ଜୀବନକୁ କେବେ ବି ସ୍ପର୍ଶ କରିପାରିବନି। ସୁରଭି ଆଖି ଲୁହରେ ତକିଆ ଭିଜି ଯାଇଥିଲା ସେଦିନ। କାହାକୁ କହିବ ନିଜର ଦୁଃଖ? ବାପା ତ କର୍ମକ୍ଷେତ୍ର ଭୁବନେଶ୍ୱରରେ ରହୁଛନ୍ତି, ଆଉ ମା ଏଠି ଗାଁରେ। ଗାଁରେ ରହି ସମାଜକୁ ଅଣଦେଖା ତ କରିହେବନି। ତେଣୁ ଛାତି ତଳେ କୋହକୁ ଚାପି ସେ ବାଧ୍ୟ ହେଇ ପିଇସୀ ନାନୀ କଥାକୁ ମାନୁଛି। ପଲ୍ଲବୀଟା ଥିଲା ଯେ ସେ ବି ଚାଲିଯିବ, ଆଉ ବାଳୁତ ଭାଇଟା କ'ଣ ବା କରିବ? ତେବେ ଜୀବନଟା ବୋଧହୁଏ ଏମିତି କଟିଯିବ। ବେରଙ୍ଗ ଜୀବନର ବୋଝ ଆଉ କେତେ ବା ବୋହିବ? ଦେହଟା ବି ଆଜି କେମିତି କସମସ ଲାଗୁଛି। ମୁଣ୍ଡଟା ଝାଇଁ ଝାଇଁ କରୁଛି। ଏକାଦଶୀରେ ଥଣ୍ଡା ପାଣି ସକାଳୁ ଗାଧେଇଥିବାରୁ ବୋଧେ ସେମିତି ଲାଗୁଛି। ଚାହା ଟୋପେ ହେଲେ ଭଲ ଲାଗନ୍ତା, କିନ୍ତୁ ଆଉ ଥରେ ଚୁଲି ଲଗାଇ କରିବାକୁ କାହିଁକି ମନଟା ଚାହୁଁନି। ଥାଉ, କିଏ କରି ଦିଅନ୍ତା କି? କିଏ କରିବ? ପଲ୍ଲବୀ ଯେ କି ସାଥୀଟିଏ ବନ୍ଧୁଟିଏ ହୋଇ ତା ଲୁହକୁ କୋହକୁ ବୁଝୁଥିଲା, ସେ ତ ଆଜି ତା'ଠାରୁ ଅନେକ ଦୂରରେ। ଦିଦି ତା ବାହା ଦେଖିପାରିବନି ବୋଲି ସେ ବହୁତ ଦୁଃଖ କରିଥିଲା। ଖାଲି ସେତିକି ନୁହେଁ, ବଡ଼ମାନଙ୍କ ସହିତ ବହୁତ ଯୁକ୍ତି ବି କରିଥିଲା। କିନ୍ତୁ ସମାଜର ସେଇ ନୀତିକୁ ପରିବର୍ତ୍ତନ କରିପାରିନଥିଲା। କେମିତି ଦିଶୁଥିବ ପଲ୍ଲବୀ? ନିଶ୍ଚୟ ବହୁତ ସୁନ୍ଦର ଲାଗୁଥିବ। ସେ ବି ତ ଦିନେ ନିଜକୁ ଏମିତି ଦର୍ପଣରେ ଦେଖି ବିଶ୍ୱାସ କରି ପାରିନଥିଲା ଯେ ସତରେ ସେ କେତେ ସୁନ୍ଦର। କିନ୍ତୁ ସେଇ ସୌନ୍ଦର୍ଯ୍ୟର ମୂଲ୍ୟ କ'ଣ ଯେ କି ଝରିଗଲା ଅକାଳରେ। ଭଗବାନ କିନ୍ତୁ ପଲ୍ଲବୀକୁ ସମସ୍ତ ସୁଖ ଆନନ୍ଦ ଦିଅନ୍ତୁ। ପଲ୍ଲବୀର ବିବାହ ସରି ବିଦାୟ ଚାଲିଛି ବୋଧେ। ଶଙ୍ଖ ହୁଳହୁଳି ସହିତ ବାହୁନା ଶବ୍ଦ ବାଡ଼ି ଯାଏଁ ଆସୁଛି। ଦେଖିବ କି ଟିକିଏ ତାକୁ? ନା, କାହା ନଜରରେ ପଡ଼ିଗଲେ ଅସୁବିଧା, କହି ସୁରଭି ପଛକୁ ଫେରିଗଲା।
ମନଟା ଭଲ ଲାଗୁନି, ଟିକିଏ ଦେଖି ଦେଇଥାନ୍ତି କି ତାକୁ ଭାବି ସୁରଭି ତା କୋଠରୀରୁ ବାହାରିଲା। ଆଲୋ ଆଲୋ, ତୁ କୁଆଡ଼େ? ନିଜ ଭାଗ୍ୟ ତ ପୋଡ଼ିଛି, ସାନକୁ ବି କ'ଣ ସେଇ ଅବସ୍ଥା ଦେବାକୁ ଭାବିଛୁ? ଘରୁ ଗୋଡ଼ କାଢ଼ି ନୂଆ ସଂସାର କରିବାକୁ ଯାଉଛି, ତୋ ମୁହଁ ଦେଖିଯିବ। ତା ହାତକୁ ଟାଣି ପିଉସୀ ନାନୀ ତାକୁ ଖଟ ଉପରକୁ ଫିଙ୍ଗିଦେଲା। ସୁରଭିର ଛାତି ଫଟାଇ କୋହ ସବୁ ଆଖି ଲୁହରେ ବହି ଯିବାକୁ ଲାଗିଲା। ସତରେ କ'ଣ ସେ ଏମିତି ଅମଙ୍ଗୁଳି ଯେ ତା ମୁହଁ ଚାହିଁଲେ ଅନ୍ୟର ଜୀବନ ନଷ୍ଟ ହେଇଯିବ? ସେ କ'ଣ ସମସ୍ତଙ୍କ ପାଇଁ ଅଶୁଭ? ତା ଛାଇକୁ ବି ଲୋକେ ଡରୁଛନ୍ତି, ତେବେ ସେ ବଞ୍ଚି ରହି ଲାଭ କ'ଣ? ଭଗବାନ ବି ତାକୁ ନିହାର ସାଥିରେ ନେଇଗଲେନି କାହିଁକି? ନିଜ ପ୍ରତି ବି ତା ମନରେ ଘୃଣା ଆସିଲା। ଧିକ୍ ଏଇ ଜୀବନ! କ'ଣ କରିବ ସେ? ଜୀବନଟା ହିଁ ତାକୁ ବୋଝ ମନେହେଲା। ମୁଣ୍ଡଟା ଝାଇଁ ଝାଇଁ କଲା। ସେ ଜାକିଜୁକି ହେଇ ଖଟରେ ଶୋଇପଡ଼ିଲା। ହଠାତ୍ ନିଦ ଭାଙ୍ଗିଗଲା ସୁରଭିର। ସେ ଅନୁଭବ କଲା ସରୀସୃପ ସମ କାହାର ହାତର ସ୍ପର୍ଶ ତା ଶରୀର ସାରା ବୁଲି ଆସୁଛି। କିଏ? କିଏ? ପାଟି କରି ସେ ଉଠି ବସିଲା। ତା ପାଟି ଶୁଣି ଅନ୍ଧାରରେ ଛାଇଟିଏ ତା ରୁମ୍ ଭିତରୁ ତୀବ୍ର ବେଗରେ ବାହାରି ଯାଉ ଯାଉ କୂଅ ମୂଳେ ଥିବା ବାଲ୍ଟି ଝୁଣ୍ଟି ଦେଲା। ବାଲ୍ଟି ପଡ଼ିବା ଶବ୍ଦ ଶୁଣି ଭିତରୁ ସମସ୍ତେ କ'ଣ ହେଲା କହି ଧାଇଁ ଆସିଲେ। ବାପା ମା, ପିଉସୀ ନାନୀ ସବୁ ଦେଖିଲେ। କିଏ ଜଣେ ବାଡ଼ି କବାଟ ଦେଇ ବାହାରକୁ ଦୌଡ଼ି ଚାଲି ଯାଉଛି। ଆଉ ସୁରଭି ଖଟରେ ବସି ବରଡ଼ା ପତ୍ର ପରି ଥରୁଛି। ମୁଁ ଏଇଟା ହିଁ ଡରୁଥିଲି। ଘରର ଘିଅ ହାଣ୍ଡିକୁ ବାହାରେ ସଜାଇ ରଖିଲେ ଏଇମିତି ବିଲେଇ କୁକୁର ଆସି ମୁହଁ ମାରିବେ କହି ପିଉସୀ ନାନୀ ତାକୁ ଟିକିଏ ଅବିଶ୍ୱାସ ନଜରରେ ଦେଖି ପଚାରିଲା, ସେ ପଶି ଆସିଥିଲା ନା ଡାକରା ପାଇ ଆସିଥିଲା ବା? କେଜାଣି, କାହା ମନରେ କୋଉ କଥା ଅଛି କିଏ ଜାଣିଛି? ନହେଲେ ବାହାର ଲୋକ ଏଠି ସେ ଅଛି ବୋଲି କେମିତି ଜାଣିଲା? ସୁରଭି ନିଜ କାନକୁ ବିଶ୍ୱାସ କରିପାରୁନଥିଲା ଯେ ନାନୀ ତା ଚରିତ୍ରକୁ ନେଇ ସନ୍ଦେହ କରିବ। ସେ କ'ଣ ସଜାଇ ହେଇଥିଲା ପଲ୍ଲବୀର ବାଧ୍ୟବାଧକତାରେ ଆଣିଥିବା ଆକାଶୀ ରଙ୍ଗର ଶାଢ଼ୀଟି ପିନ୍ଧିଥିଲା। ଯାହା ପିଉସୀ ନାନୀଙ୍କୁ ବହୁତ ଉତ୍ତେଜିତ କରିଥିଲା। କିନ୍ତୁ ପଲ୍ଲବୀର ଜିଦ୍ ଆଗରେ କିଛି କହିପାରିନଥିଲା। ଭଲ ଲୁଗାଟିଏ ପିନ୍ଧିଦେଲେ କ'ଣ ଜଣଙ୍କର ଚରିତ୍ର ସ୍ଖଳନ ହୋଇଯାଏ? ସେ ଲୁହ ଭର୍ତ୍ତି ଆଖିରେ ବାପା ମା'ଙ୍କୁ ଚାହିଁଲା। ସେମାନଙ୍କ ଅସହାୟତା ତାକୁ ଆହୁରି କଷ୍ଟଦାୟକ ମନେହେଲା। କି ଏଇ ଜୀବନ! ଆଉ କେତେ ଅପମାନିତ ନିର୍ଯାତିତ ହେବାକୁ ଅଛି? କାହାକୁ କିଛି ନ କହି ସେ ମୁହଁମାଡ଼ି ଖଟରେ ପଡ଼ିଗଲା। ସବୁଠାରୁ ଆଜି ଆଖି ଲୁହ ହିଁ ନିଜର ଲାଗୁଛି। ନିଦ ଭାଙ୍ଗିଗଲା ସୁରଭିର। ସେଇ ସେତେବେଳୁ କାନ୍ଦି କାନ୍ଦି ଆଖି କେତେବେଳେ ଲାଗିଯାଇଥିଲା। କେତେବେଳ ହୋଇଗଲାଣି ବୋଧେ। ଘର ସୁନସାନ୍ ଲାଗୁଛି। ମୁଣ୍ଡ ଉଠାଇଲା ଭାରି ଲାଗୁଛି। ଆଖିକୁ ସବୁ ଜାଲ ଜାଲୁଆ ଦିଶୁଛି। ଉଠିବାକୁ ଦେହରେ ଟିକିଏ ବି ବଳ ପାଉନି। ଅଥଚ ତଣ୍ଟି ଶୁଖି ଜିଭଟା ଭିତରକୁ ଟାଣି ହେଇଗଲା ପରି ଲାଗୁଛି। ପାଣି ଟୋପେ ନ ପିଇଲେ ପ୍ରାଣଟା ଚାଲିଯିବା ପରି ଲାଗୁଛି। ବହୁ କଷ୍ଟରେ ଉଠି ବସିଲା। ଦେଖିଲା ପାଖରେ ରୁଟି କେଇପଟ ରଖାହେଇଛି। ମା ବୋଧେ କାହାକୁ କହି ତା ପାଇଁ ପଠେଇଛି। ନା, ଖାଇବିନି କିଛି। ଖାଇବାକୁ ଇଚ୍ଛା ନାହିଁ। ପାଣି ଟୋପେ ପିଇ ଶୋଇଗଲେ ସକାଳକୁ ଭଲ ଲାଗିଯିବ। ଖଟରୁ ଉଠି ଠିଆ ହେଉ ହେଉ ମୁଣ୍ଡଟା ଚକ୍ରାକାରରେ ଘୂରି ତଳେ କଚାଡ଼ି ହୋଇ ପଡ଼ିଲା। ଆଖି ଖୋଲି ଦେଖିଲା ସେ ଶୋଇଛି ମା କୋଳରେ ମୁଣ୍ଡ ଦେଇ। ବାପା, ପିଉସୀ ନାନୀ ସବୁ ଘେରି ତାକୁ ଠିଆ ହେଇଛନ୍ତି। ଆଖି ଆଗରେ ମେଞ୍ଚା ମେଞ୍ଚା ଅନ୍ଧକାରରେ ସମସ୍ତେ ଅସ୍ପଷ୍ଟ ଲାଗୁଛନ୍ତି। କେମିତି ଲାଗୁଛି ରେ ମା? ବାପାଙ୍କ ସେଇ ସ୍ନେହବୋଳା କଥା ପଦକ ଶୁଣି କାହିଁ କେଜାଣି ତା ଆଖିରୁ ଲୁହ ବୋହିଗଲା। ବାପା ପାଖରେ ବସି ତା ମୁଣ୍ଡ ଆଉଁସି କହିଲେ, ଏଇ ଔଷଧ ଖାଇଦେ, ଦେହ ଭଲ ଲାଗିବ। ଏତେ ତୋ ଦେହ ଖରାପ ଥିଲା, କାହାକୁ କିଛି ବି କହିନୁ? ଏତିକି କଥାରେ ତାର ସବୁ ଅଭିମାନ ଲୁହ ହେଇ ବୋହିଗଲା। ସେ କହିଲା, ଏଇ ଜୀବନରେ ଆଉ କ'ଣ ଅଛି ବାପା? ଏଇମିତି ବଞ୍ଚିବା ଅପେକ୍ଷା। ନା ମା, ସେମିତି କହନା। ବାପା ଆର୍ତ୍ତନାଦ କରି ଉଠିଲେ।
ମା ଆଖିରେ ଲୁଗା ଚାପି ନିଜର ଲୁହର ଗତିରୋଧ କରିବାକୁ ଚେଷ୍ଟା କରୁଥିଲେ। ତୁ ସୁସ୍ଥ ହେଇଯା ମା, ତୁ ମୋ ସଙ୍ଗେ ଯିବୁ। ସେଠି ତୋତେ କଲେଜରେ ନାଁ ଲେଖାଇଦେବି। ତୁ ତୋ ଅଧା ଛାଡ଼ିଥିବା ପାଠ ପୂରା କରି ନିଜ ଗୋଡ଼ରେ ଠିଆ ହୋଇପାରିବୁ। ତୋତେ ଏମିତି ତିଳ ତିଳ କରି ମରୁଥିବା ମୁଁ ଦେଖିପାରିବିନି। ବାପା ଆଖି ଲୁହକୁ ପୋଛି କହିଲେ। ସେ ଦୁର୍ବଳ ସ୍ୱରରେ କହିଲା, ସତରେ ବାପା, ମୁଁ ଆଉ ଥରେ ପଢ଼ିବି। ଏଇ ଅନ୍ଧକାରରୁ ଆଲୋକର ଦୁନିଆକୁ ଦେଖିବି। ତୁମେ ସତ କହୁଛ? ସେ ଆଉ କିଛି କହିପାରିଲାନି। ଆଖି ଆଗରେ ଖାଲି ଅନ୍ଧକାର। ନିହାର ଆସୁଛି ହସି ହସି ତା ପାଖକୁ। ସେ ବି କ'ଣ ବାପାଙ୍କ କଥା ଶୁଣି ପାରିଛି କି? ଏତେ ଖୁସି କାହିଁକି? ଏତେ ଆଲୁଅ? ଓଃ, ସେ ଯେ କିଛି ଦେଖିପାରୁନି। ତେବେ ଶ୍ରୋତା ବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ। କମେଣ୍ଟ ବକ୍ସରେ କମେଣ୍ଟ ନିଶ୍ଚୟ ଦେବେ। ଯଦି ମୋ ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ ଆଉ ବେଲ୍ ଆଇକନକୁ ଦବାଇ ଦେବେ, ଯାହାଦ୍ୱାରା ମୁଁ ଅପଲୋଡ଼ କରୁଥିବା ଭିଡ଼ିଓର ନୋଟିଫିକେସନ୍ ପ୍ରଥମେ ଆପଣ ପାଇପାରିବେ। ରହିଲି, ନମସ୍କାର।